ଭୟରୁ ଜାତ ଭିତ୍ତିହୀନ ବିଶ୍ୱାସ। ମଣିଷର ମାନସିକ ଭୟ ବା ଡର ଯୋଗୁଁ ଅନେକ ପ୍ରକାରର ଭିତ୍ତିହୀନ ବିଶ୍ୱାସ ସୃଷ୍ଟି ହୋଇଥାଏ। ଏହା ପଛରେ ଥିବା ମନସ୍ତାତ୍ତ୍ୱିକ କାରଣ ଅନେକ ଅଛି, କିନ୍ତୁ ଆମେ ଏଠାରେ କିଛି ଉଦାହରଣ ଉଲ୍ଲେଖ କରିବା। ଘଟଣାଟି ହେଉଛି, ମୁଁ ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲି, ମାଟ୍ରିକ ବୋର୍ଡ଼ ପରୀକ୍ଷା ପ୍ରାୟ 4 ଦିନ ପୂର୍ବରୁ ମୋ ନାମରେ ଆସିଥିବା ଗୋଟିଏ ପୋଷ୍ଟକାର୍ଡ଼ ପାଇଲି। ପୋଷ୍ଟକାର୍ଡ଼ରେ ପ୍ରେରକର ଠିକଣା ନଥିଲା। ଲେଖା ଥିଲା, ପ୍ରିୟ ବନ୍ଧୁ, ଶ୍ରୀ ଶ୍ରୀ ବାବା ଜଟେଶ୍ୱରଙ୍କ ସ୍ୱପ୍ନ ଆଦେଶ ହୋଇଛି, ତାଙ୍କର ଚମତ୍କାରୀ ପ୍ରଭାବରେ ବିଦ୍ୟା, ଧନ ଓ ସମ୍ମାନ ବୃଦ୍ଧି ହୋଇଥାଏ। ନିମ୍ନଲିଖିତ ଶ୍ଲୋକଟି କେଉଁ ଶାସ୍ତ୍ରରୁ ଉଦ୍ଧୃତ ଓ କ'ଣ ତା'ର ଅର୍ଥ ମୁଁ ବୁଝିପାରି ନଥିଲି। ଯେଉଁ ବ୍ୟକ୍ତି 10 ଜଣଙ୍କୁ ଚିଠି ଲେଖି ପଠାଇ ପାରିବ, ସେ ନିଶ୍ଚିତ ଭାବେ ବାବାଙ୍କ କୃପା ଲାଭ କରିବ। ଯେଉଁ ବ୍ୟକ୍ତି ଚିଠିକୁ ଅବମାନନା କରିବ, ତା'ର କ୍ଷତି ହେବା ସୁନିଶ୍ଚିତ। ଶ୍ଲୋକଟି ମୋର ମନେ ନାହିଁ ଏବଂ ଏଠାରେ ଲେଖିବା ଆବଶ୍ୟକ ମଧ୍ୟ ନାହିଁ। ଚିଠି ଖଣ୍ଡିକ ପଢ଼ି ମୋ ମନରେ ଏକ ଅହେତୁକ ଭୟ ସୃଷ୍ଟି ହୋଇଥିଲା ଯେ ଚିଠି ନ ଲେଖିଲେ କାଳେ ମୁଁ ପରୀକ୍ଷାରେ ଫେଲ୍ ହୋଇଯିବି କି। କିନ୍ତୁ ଆଗକୁ ପରୀକ୍ଷା ପାଇଁ ପ୍ରସ୍ତୁତିର ବ୍ୟସ୍ତତା ଯୋଗୁଁ ପୋଷ୍ଟକାର୍ଡ଼ କିଣି ଆଣି 10 ଖଣ୍ଡ ଚିଠି ଲେଖିବା ସମ୍ଭବ ହେଲା ନାହିଁ। ପରୀକ୍ଷା ସରିଲେ ଚିଠି ଲେଖି ପଠାଇଦେବି ବୋଲି ମାନସିକ କରି ଚିଠିଟିକୁ କେଉଁ ଏକ ବହି ଭିତରେ ରଖିଦେଲି। ଭଲରେ ପରୀକ୍ଷା ସରିଗଲା। ଛୁଟିରେ ଗାଁକୁ ଯାଇ ପାଠପଢ଼ାରୁ ମୁକ୍ତି ମିଳିଥିବାରୁ ଖୁସିରେ ମୌଜ ମସ୍ତିରେ ଦିନ କଟିଲା। ଚିଠି କଥା ଆଉ ମୋ ମନେ ରହିଲା ନାହିଁ। ପ୍ରାୟ 2 ମାସ ପରେ ପରୀକ୍ଷା ଫଳ ଖବରକାଗଜରେ ପ୍ରକାଶ ପାଇଲା। ମୁଁ 2nd ଡିଭିଜନରେ ପାସ୍ କରିଥିବା ଦେଖି ଅତ୍ୟନ୍ତ ଖୁସି ହେଲି। କଲେଜରେ ଜଏନ୍ କରିବା ପୂର୍ବରୁ ପୁରୁଣା ବହିପତ୍ର ସଜାଡ଼ୁଥିବା ବେଳେ ଚିଠିଟି ମୋ ଦୃଷ୍ଟିରେ ପଡ଼ିଲା। ଏଥର କିନ୍ତୁ ମୋ ମନରେ ଆଉ ଭୟ ରହିଲା ନାହିଁ, କାରଣ ମୁଁ କାହାରିକୁ ଚିଠି ନ ଲେଖି ମଧ୍ୟ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲି। ଚିଠିଟିକୁ ଖଣ୍ଡ ଖଣ୍ଡ କରି ଚିରି ଫିଙ୍ଗିଦେଲି। ମୋ ଭଳି କ'ଣ ଅନ୍ୟମାନେ ସେପରି କରିଥିବେ? ସେମାନେ ହୁଏତ 10 ଖଣ୍ଡ ଚିଠି ଲେଖି ପଠାଇଥିବେ। ଆଜିକାଲି ମୋବାଇଲରେ ମଧ୍ୟ ସେହିଭଳି SMS ଆସୁଛି। ଏହାକୁ 11 ଜଣଙ୍କ ପାଖକୁ ପଠାଇଲେ ତୁମ ବାପାଙ୍କ ଉନ୍ନତି ହେବ ବା କିଛି ଭଲ ଖବର ପାଇବ। ନ ପଠାଇଲେ ତାଙ୍କର କିଛି ନା କିଛି କ୍ଷତି ହେବ ବା ତୁମେ ଅଶୁଭ ଖବର ପାଇବ। ଦୁର୍ବଳମନା ଯୁବକ ଯୁବତୀମାନେ ଭୟ କରି ତୁରନ୍ତ SMS କରିଦିଅନ୍ତି। ଧୀରେ ଧୀରେ ସେହି SMSଟି 11ରୁ 1100 ବା 11,000 ଲୋକଙ୍କ ପାଖକୁ ପହଞ୍ଚି ଯାଉଛି। କାହାରି କିଛି ଉନ୍ନତି ହେଉ କି ନ ହେଉ, ମୋବାଇଲ କମ୍ପାନୀର ଲକ୍ଷ ଲକ୍ଷ ଟଙ୍କାର ଲାଭ ଅବଶ୍ୟ ହୋଇଯାଉଛି। ତା ସହିତ ଏକ ଭିତ୍ତିହୀନ ବିଶ୍ୱାସ ମଧ୍ୟ ପ୍ରସାର ହୋଇଯାଉଛି। ମୋର ଜଣେ ବନ୍ଧୁ ଉଚ୍ଚଶିକ୍ଷିତ ଏବଂ ବୁଦ୍ଧିମାନ ବ୍ୟକ୍ତି, ସେ ଥରେ ମୋତେ ପଚାରିଲେ, ତୁମେ କହୁଛ ଭଗବାନ ନାମକ କୌଣସି ସତ୍ତା ନାହିଁ, ତେବେ କୌଣସି ବିପଦ ବେଳେ ଆପେ ଆପେ ହେ ଭଗବାନ ବୋଲି ମୁହଁରୁ ବାହାରୁଛି କାହିଁକି? ଦ୍ୱିତୀୟରେ, ଭଗବାନ ନାହାନ୍ତି ବୋଲି ଭାବିବାକୁ ମୋତେ ଡର ଲାଗୁଛି କାହିଁକି? ମୁଁ କହିଲି, କୌଣସି ଦୁଃଖ, ବିଷାଦ ବା ଜଟିଳ ସମସ୍ୟା ଜଡ଼ିତ ମାନସିକ ଅଶାନ୍ତି ବେଳେ ଭଗବାନଙ୍କ ନାମ ମନେ ପଡ଼ିଯିବାଟା ଭଗବାନଙ୍କ ଅସ୍ତିତ୍ୱ ଅଛି ବୋଲି ପ୍ରମାଣିତ କରୁନାହିଁ। ଅନେକ ଲୋକଙ୍କ ମୁହଁରୁ ହଠାତ୍ ଶାରୀରିକ ପୀଡ଼ା କିମ୍ବା ମାନସିକ ଦୁଶ୍ଚିନ୍ତା ସମୟରେ ଓ ମା ଭଳି ଶବ୍ଦ ମଧ୍ୟ ବାହାରି ପଡ଼ୁଛି, ଯେ ସେତେବେଳେ ମା ପାଖରେ ନଥିଲେ କିମ୍ବା ମରିଯାଇଥିଲେ ମଧ୍ୟ ମୁହଁରୁ ମା ଶବ୍ଦ ବାହାରିଯାଏ। ଏହାର ଅର୍ଥ ନୁହେଁ ଯେ ଆମେ ମାଆକୁ ଜୀବିତ ଅଛି ବୋଲି ଭାବୁ କିମ୍ବା ବିପଦ ବେଳେ ସେ ହିଁ ଆସି ଆମକୁ ସାହାଯ୍ୟ କରିବ ବୋଲି ଡାକ ପକାଉ। ଏହାର ମନସ୍ତାତ୍ତ୍ୱିକ କାରଣ ହେଉଛି, ମାଆଙ୍କ ପାଖରୁ ଆମେ ପିଲାଟି ଦିନରୁ ଯେଉଁ ସ୍ନେହ, ମମତା ଓ ସୁରକ୍ଷା ପାଇ ଆସିଛୁ, ତାହା ଆମ ମନ ଓ ମସ୍ତିଷ୍କରେ ଏଭଳି ପ୍ରଭାବ ପକାଇଛି ଯେ ଦୁଃଖ ସମୟରେ ମଧ୍ୟ ଆମକୁ ସେହି ସ୍ନେହ ସଂରକ୍ଷଣ କଥା ମନେ ପଡ଼ିଯାଏ। ମା ମନେ ପଡ଼ିଯିବା କିମ୍ବା ଚିତ୍କାର ରୂପରେ ମାଆକୁ ସମ୍ବୋଧନ କରିବାର କାରଣ ତ ସହଜରେ ବୁଝା ପଡ଼ୁଛି। ଏହା ହେଉଛି ମା ଓ ସନ୍ତାନ ମଧ୍ୟରେ ଗଢ଼ି ଉଠିଥିବା ସ୍ନେହ, ସାନ୍ନିଧ୍ୟ ଓ ମାତୃ ଛାୟାର ସ୍ମୃତି। କିନ୍ତୁ ଭଗବାନଙ୍କ କୌଣସି ଅନୁଭବ ବା ସ୍ମୃତି ତ କାହାରି ପାଖରେ ନଥାଏ। ସେଥିପାଇଁ ବିପଦ ବେଳେ ଭଗବାନଙ୍କ ନାମ ମନେ ପଡ଼ିବା ଏକ ଅଲଗା ମନସ୍ତାତ୍ତ୍ୱିକ ପାଠ। ଅନେକ କାରଣ ମଧ୍ୟରୁ ପ୍ରଧାନ କାରଣ ହେଉଛି ବାଲ୍ୟକାଳରୁ ଭଗବାନଙ୍କ ସମ୍ବନ୍ଧରେ ଶୁଣି ଆସିଥିବା
महिमा मंडित कहानी सबुर प्रभाव रूढ़िवादी परिवार रे बापा माँ शिक्षक बा गुरु मुहरु शुणी और विभिन्न धर्मशास्त्र रु पढ़ी पूजारी पुरोहित मानक द्वारा करा जाउथिबा विभिन्न कर्मकांड देखि देखि भगवान मोहनीय गुण और महान शक्ति संपर्क में मस्तिष्क एक काल्पनिक विश्वास जमाट बांधि जाए। बारंबार कहा जाउछि जे भगवान को स्मरण कले ही से साहाय्य करती। एही विश्वास जोगु जे कौनसी विपद बेले आम अजाणतारे मुहरु भगवान नाम उच्चारण होइथाए। भगवान को अस्वीकार करने पाई जेउ भय रहुछि ताहा मध्य मनीषर दुर्बलता और आत्मविश्वासहीनतार परिणाम। मनीष जेहेतु स्वयं संपन्न नुहे एवं कर्मर सफलता पाई आहुरी अनेक किछि उपरे निर्भर करिथाए, सेथिपाई ता भितरे आत्मविश्वासर अभाव देखा देइथाए। ता पाई एकमात्र भरोसा रहुछि भगवानक कृपा। उपरोक्त आलोचनारू आमे एतिकी विचार करिबा उचित जे सफलता पाइबा पाई कठिन परिश्रम सहित आत्मविश्वास रहिबा उचित। आत्मविश्वास वृद्धि करिबा पाई उपयुक्त ज्ञान प्राप्त करिबाकू हेबो। सेही ज्ञान विज्ञान सम्मत और तर्कसंगत मध्य हेबा उचित। केवल शुणा ज्ञानर सत्यता न थाई पारे, निजे परीक्षा करी ग्रहण करिबा उचित। ईश्वरंक अस्तित्व प्रकृत में दुनियार समस्त निरीश्वरवादी माने ईश्वर नाहांती बोली प्रमाण करने को प्रयास करुनाहांती, बरं सेमाने ईश्वर अछंती बोली विगत 2000 वर्ष प्रमाण करने को प्रयास करुछंती। प्रश्न उठुछि आउ केते शताब्दी लागिबो प्रमाण करबा पई? विभिन्न गवेषणा तर्क जुक्ति और व्यंग तो शेष हो गलानी, तथापि ईश्वरंक अस्तित्वर प्रमाण मिलुनी। हेतुवादी वाल्मीकि नायक लिखित आजिर ए प्रबंध आपण मानंकु केमिति लागिला निहाती जणाइबे। वीडियो भल लागिले लाइक करंतु, वीडियो को शेयर करंतु, कमेंट बॉक्स रे निजर मतामत दियंतु, बेल आइकन ले क्लिक करंतु। पुणी देखा हेबो आउ एक नुआ शिक्षणीय वीडियो रे। नमस्कार।